ହ୍ୟାଲୋ ଭାଇମାନେ ସମସ୍ତେ କେମିତି ଅଛ? କାହିଁକି ମନ ଦୁଃଖରେ ବସିଛ ରେ? ଜୀବନରେ ଟେନସନ୍ କେବେ କମ୍ ହେବନି। ଟିକେ ହାଲକା ଭାବ ଆଉ ଖୁସି ହୁଅ, ଏନ୍ଜୟ ମୁଭମେଣ୍ଟ କର। ବିଶ୍ୱାସ କର, ବର୍ତ୍ତମାନ ଯେଉଁ ଟାଇମ୍ଟା ତୁମେ ଡିପ୍ରେସନ୍ରେ ବିତାଉଛ ନା, ସେଇଟା ହେଉଛି ଗୋଟେ ଟାଇମ୍। ସେଇଟାକୁ ଖୁସିରେ ରଖିବା ପାଇଁ ଚେଷ୍ଟା କର। ବାକି ସବୁ ତ ତାରିଖ, କାଲି ବି ଯେଉଁଟା ପଳେଇଲା ସେଇଟା ତାରିଖ, ତା ଆଗକୁ ଯେଉଁଟା ଆସିବ ସେଇଟା ବି ତାରିଖ। କିନ୍ତୁ ହେଲେ ଏବେ ଯେଉଁଟା ବଞ୍ଚୁଛ ସେଇଟା ହିଁ ହେଉଛି ପ୍ରକୃତ ଖୁସି। ତ ମନ ଦୁଃଖ କାହିଁକି? ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ବ୍ଲଗ୍। ଖୁସି ଏମିତି ସଦାବେଳେ ଖୁସିରେ ରୁହ। ନୂଆ ନୂଆ ବ୍ଲଗ୍ ଗୋଟେ ଦେଖ। ମୋ ପାଖରେ କିଛି ନାହିଁ, ମୋ ପାଖରେ ଅକାତ ନାହିଁ, ଦୌଲତ ନାହିଁ, କିଛି ନାହିଁ, ତଥାପି ମୁଁ ହାପିରେ ରହୁଛି। କାହିଁକିନା କିଛି ଦିନ ପାଇଁ ଏ ସଂସାରକୁ ଆସିଛେ, ଏ ସବୁଜ ସଂସାର ଚାଲା ବୁଲା କରିକି ଆରାମସେ ଏଠୁ ବିଦାୟ ନେବା, ଆଉ କିଛି ନାହିଁ। ଆଉ ଆଜି ମୁଁ ଫାଇନାଲି ଦ୍ୱିପହରେ ଦେଖୁଥିବ ବିଲ ଆଡ଼େ ଆସିଛି। ଭାଇ କେତେ ଟେମ୍ପରେଚର୍ ଭାଇ ହାଇ ହେଇକି ରହିଲାନି, ତାପରେ ହିଁ ମୋତେ ଆସିବା ପାଇଁ ପଡ଼ିଲା। ଆଉ ମୁଁ ଦେଖାଉଛି ବ୍ୟାକ୍ ସାଇଡ଼୍ରେ, ଏଇଟା ହେଉଛି ଆମ ବିଲ। ଏଠି ଗୋଟେ ନାଳ ଯାଇଛି ଯେଉଁଠି ପାଣି ଯାଉଛି। ଭାଇ ଦେଖ କେତେ ଝାଇଁ ମାଛ ଆମ ଜାଲରେ ସବୁ ପଡ଼ିଛନ୍ତି, ପଡ଼ିନାହାନ୍ତି, ସବୁ ଉଠି ଯାଉଛନ୍ତି ପାଣି କମ୍ ଯୋଗୁଁ। ତ ମୋର ଆଉ ଗୋଟେ ବି କାମ ଅଛି, କାହିଁକିନା ବହୁତ ସାରା ସେପଟ ମାନେ ରାତିରେ ପଶୁପକ୍ଷୀ ଆଉ ଯେଉଁ ବାରହା ଫାରା ରାତିରେ ନ ଆସିବା ପାଇଁ ଗୋଟେ ଜିନିଷ ବନେଇବି। ସବୁ ବିଲରେ ଲୋକମାନେ ବନାନ୍ତି, ଆଉ ମୁଁ ବି ସେଇଟା ଆଜି ବନେଇକି ଯିବି। ତ ଦେଖିବା ଚାଲ ଫାଇନାଲି ମୁଁ କେମିତି ବନାଉଛି। ଗୋଟେ ପାଳ ଭୂତଟେ ଲାଷ୍ଟରେ ବନେଇବା। ପାଳ ଭୂତ ସାଙ୍ଗରେ ବି ଟିକେ ଗେଲ ହେଇବାକୁ ପଳେଇବା। ଆମ ପାଖରେ ଏତେ ଲୋକ ନାହିଁ, ଆମ ପାଖରେ ଖୁସି ବାଣ୍ଟିବା ପାଇଁ କେହି ନାହିଁ। ଆମେ ହେଉଛୁ ସମସ୍ତଙ୍କଠୁ ଖରାପ ପିଲା, ସେଥିପାଇଁ ସଦାବେଳେ ଏକୁଟିଆ ରହିବା ପାଇଁ ପଡ଼ୁଛି। କ'ଣ ସତ କହିଲି ନା ମିଛ? ତ ଲେଟ୍ସ ଗୋ, ଷ୍ଟାର୍ଟ କରିବା କାମଟା। ତ ଭାଇମାନେ ଦେଖ, ବାଡ଼ି ଦୁଇଟା ମୁଁ ରେଡ଼ି କରିକି ଆଣିଲି। ଆଉ ଏଇ ଟୋଟାଲ୍ ଦେଖୁଛ ଆମ ବିଲ ହେଉଛି ଟୋଟାଲ୍ ସେଇଠୁ ଯେଉଁ ଦେଖାଯାଉଛି ପୁରା ଏମିତି ଯେଉଁ ବୁଲିକି ରାଉଣ୍ଡଟା ଆସିଛି ନା, ଇଏ ହେଉଛି ଟୋଟାଲ୍ ଆମ ବିଲ। ଆଉ ଏ ବିଲରେ ଧାନ ତ ସବୁ ବିଲରେ ହେଇଛି, ଦେଖିପାରୁଥିବ, ଦେଖୁଛ ନା ନାହିଁ? ଏପଟ ବି ହେଇଛି, ସେପଟ ବି ହେଇଛି। ହେଲେ ଗୋଟେ ଅସୁବିଧା କ'ଣ ରହିଗଲା କହିଲ? ମହାବିପଦ ଗୋଟେ, ଯେଉଁଟାକି ମେନ୍ ପ୍ରୋବ୍ଲେମ୍। ହାତୀ ସିଜିନ୍ ଭାଇ, ଧାନ ବିଲ ପାଚିଲା ମାନେ ହାତୀ ଏଇପଟ ଯେତିକି କ୍ରସ୍ କରିବେ ନା, ଖାଲି ବଞ୍ଚେଇକି ରଖିଲେ ହେଲା। ଯଦି ନ ଖାଇଲେ ତାହେଲେ ବହୁତ ଭଲ ହେଇଛି, ଆଉ ଯଦି ଖାଇଗଲେ ତ ପ୍ରକୃତିର ନିୟମ, ଯାହା ହେଲେ ଯାହାକୁ ଭୋକ ଲାଗିବ ସିଏ ଖାଇବ, ଏଥିରେ କ'ଣ ଅଛି? ମଣିଷ ବି ତା କାମ କରୁଛି, ହାତୀ ବି ତା କାମ କରୁଛି। ତ ଆମେ ଆମ କର୍ତ୍ତବ୍ୟ କରିବା। ଫାଇନାଲି ମୁଁ ଠେଙ୍ଗା ଧରିକି ପଳେଇ ଆସିଛି, ଆଉ ସେପଟେ ମୁଁ ପ୍ୟାଣ୍ଟ ସାର୍ଟ ଥୋଇ ଦେଇଛି। ଏଇଥିରେ ବନେଇବା ଗୋଟେ ପାଳ ଭୂତ, ଆଉ ତୁମେ ଫୁଲ୍ ଏନ୍ଜୟ କରିବ। କ'ଣଟା ଆଉ ଏନ୍ଜୟ କରିବ ଏଇ ବିଲରେ? ମୁଁ କ'ଣ ତୁମକୁ କିଛି ଖରାପ କଥା ତ କହୁନି। ଯଦି ବି ନିଜ ପ୍ରୋବ୍ଲେମ୍ଟାକୁ ଦେଖେଇଲେ ମୋତେ ଟିକେ ହାଲକା ଲାଗୁଛି, ତାହେଲେ ତୁମେ ବି ଦେଖିବା ପାଇଁ ତୁମକୁ ଭଲ ଲାଗୁଥିବ। କାହିଁକିନା ଆରିଆ ଭାଇ କେତେବେଳେ ଫାଲତୁ ଭିଡ଼ିଓ କରେନି। ଜୟ ଜଗନ୍ନାଥ। ଟିକିଏ ଟାଇମ୍ ୱେଟ୍ କର, ମୁଁ ବନେଇଦିଏ। ଭାଇମାନେ କ'ଣ କହିବି, ଏଇଟା ଗୋଟେ ଦୁଃଖର ବିଷୟ। ମୁଁ ଯେଉଁଟା ତିଆରି କରିବା ପାଇଁ ଚାହୁଁଥିଲି ସେଇଟା ହେଇପାରିଲାନି। ମୁଁ ଯଦି ଦେଖେଇବି ନା ତୁମେ ହସିବ। ଏଇଟା ଦେଖ, ମୁଁ ଗୋଟେ ବନେଇଛି, ଏଇଟା କ'ଣ ହେଇଛି ମୁଁ ବି ନିଜେ ଜାଣିନି। ପ୍ରକୃତରେ ଏଇଠି କାଠ ଥିଲା, ହେଲେ କାଠ ମୋତେ ମିଳିଲାନି। ଗୋଟେ ଟାଙ୍ଗିଆ ଯଦି ଘରୁ ଆଣିଥାନ୍ତି ତାହେଲେ ବହୁତ ପରଫେକ୍ଟ ହେଇଥାନ୍ତା। ବଡ଼ ଆକାରରେ ଟିକେ ବନେଇବା ପାଇଁ ଚାହୁଁଥିଲି। ଏଇ ଯେଉଁ ପାଳ ଭୂତଟା ନା ସବୁ ବିଲରେ କାହିଁକି ବନାଯାଏ ଜାଣିଛ? ପାଳ ଭୂତ ବନେଇବାର ଗୋଟେ ଖାସ୍ କାରଣ ଅଛି। ଏଇ ଯେଉଁ ବିଲ ସବୁ ଦେଖୁଛ ଧାନ ହେଇଛି, ଏଇଠି ବିଭିନ୍ନ ପ୍ରକାର ପକ୍ଷୀ, ୟା ପରେ ସବୁ ରାତିରେ ବାରହା, ତାପରେ ହାତୀ, ସମସ୍ତେ ଆସିକି ଆଟାକ୍ କରିବେ। ସମସ୍ତେ ଆଟାକ୍ କରିବା ଦ୍ୱାରା ଫସଲ ଅଧିକାଂଶ ନଷ୍ଟ ହୋଇଯାଏ। ଆଉ ଗୋଟେ କଥା, ଏଠି ମୂଷା ଅଛନ୍ତି, ବାରହା ଆସିବେ, ହାତୀ ଫାତି ଯେତେ ସବୁ ଖାଇଲେ ବି କିଛି ମନ ଦୁଃଖ ନାହିଁ। କାହିଁକିନା ପେଟ ପାଇଁ ସମସ୍ତଙ୍କର ନାଟ। ବିଲ ଉପରେ ସମସ୍ତଙ୍କର ଭରସା ଥାଏ, ସେ ମଣିଷ ହେଉ କି ପଶୁପକ୍ଷୀ ହେଉ। ସେମାନେ ଖାଇବେ କ'ଣ? ଜଙ୍ଗଲ ତ କାଟିକି ସବୁ ସଫା କରିଦେଲ, କିଛି ଅସୁବିଧା ନାହିଁ। ସେମାନେ ଅଟୋମେଟିକଲି ବିଲକୁ ଆସିବେ, ଘରକୁ ଆସିବେ। ଏଥିରେ ଭାବିବାର କ'ଣ ଅଛି? ଯେ ଅଧିକାଂଶ ନଷ୍ଟ ନ ହେଇଯାଉ ବୋଲି ଏଇଭଳିଆ ବିଲରେ ସମସ୍ତଙ୍କର ପାଳଭୂତ ଗାଁରେ କରାଯାଏ। ଆଉ ମୋତେ ବହୁତ ପିଲା କମେଣ୍ଟ କରନ୍ତି, ଭାଇ ତୁମେ କେଉଁଥିରେ ଭିଡ଼ିଓ ବନାଉଛ? ମୁଁ ଦେଖ ଏବେ ହାତରେ ଧରିଛି, ମୋ ପାଖରେ ଏଇଟା ଗୋଟେ ଷ୍ଟାଣ୍ଡ ଅଛି। ଷ୍ଟାଣ୍ଡରେ ବି ତୁମେ ବ୍ଲଗିଂ କରିପାରିବ ଯେଉଁ ଟାଇପ୍ର ଚାହିଁଲେ। ହେଲେ ମୁଁ ପ୍ରାୟ ଟାଇମ୍ ହାତରେ କରେ। ଷ୍ଟାଣ୍ଡ କେବଳ ବ୍ଲଗିଂ ପାଇଁ ଷ୍ଟାଣ୍ଡ ଫିଟିଂ ନୁହଁ, ସିନେମାଟିକ୍ ଯେଉଁ ପଛଟା ଲାଗୁଛି ନା, ସେଇଟା ହେଉଛି ନ ବୁଲେଇଲେ କ୍ୟାମେରାଟା ସିନେମାଟିକ୍ ହେବ କି? ଷ୍ଟାଣ୍ଡଟା ଆମେ ରଖିଦେଲେ କ'ଣ, ଷ୍ଟାଣ୍ଡଟା ତ ବୁଲିବନି, ସେଇଟା ଠିଆ ହେଇକି ଥିବ। ତାହେଲେ ସିନେମାଟିକ୍ ହେବ କେମିତି? ଲୋକମାନେ ଦେଖିବା ପାଇଁ ଭଲ ପାଇବେନି। ଭାଇ ମୁଁ ଗୋଟେ କଥା କହିଦେଉଛି, ଯେତେବେଳେ ବି କ୍ୟାମେରା ଧରିବ ବ୍ୟାକ୍ କ୍ୟାମେରାରେ କରିବ, ପୁରା ପରଫେକ୍ଟ କ୍ୟାମେରା କରିବ, 4Kରେ କରିବ, ଯେମିତି କ୍ଲାରିଟି କମିବନି। ଆଉ ଯେତେବେଳେ ବି ତୁମେ ଭିଡ଼ିଓ ବନେଇବ ନା, ତୁମକୁ ମୁଁ ଆଗରୁ ବି କହିଛି, ଏବେ ବି କହୁଛି, କାହା ସାଙ୍ଗରେ ମାନେ ସେମିତି ଚ୍ୟାଲେଞ୍ଜ କରିବନି। ତୁମଠୁ ଯିଏ ତଳେ ଅଛି ତାକୁ ଉପରକୁ ନେବା ପାଇଁ ଚେଷ୍ଟା କରିବ। ତୁମଠୁ ଯିଏ ଉପରେ ଅଛି ତା ପାଖକୁ ପହଞ୍ଚିବା ପାଇଁ ବରାବରି କରିବା ପାଇଁ ଚେଷ୍ଟା କରିବ। କେବେ ଜଳିବନି କାହା ଉପରେ। ମୁଁ ଏଇ ଗୋଟେ କଥା କହିଦେଉଛି, ସକ୍ସେସ୍ ପାଇବା ପାଇଁ ହେଲେ କେବେ ଜଳିବନି। ବରାବରି କର, ନହେଲେ ତୁମଠୁ କମ୍ ଯେଉଁମାନେ ଫଲୋଅର୍ ଅଛନ୍ତି, ଯେଉଁମାନେ ନୂଆ ନୂଆ ଷ୍ଟାର୍ଟ କରୁଛନ୍ତି, ସେମାନଙ୍କୁ ଉପରକୁ ଆଣିବା ପାଇଁ ଚେଷ୍ଟା କର। ଭଗବାନ ତୁମକୁ ଅଟୋମେଟିକାଲି ଉପରକୁ ନେଇକି ଯିବେ। ଆରେ ଯିଏ ରାକ୍ଷସ ବି ଯଦି ତପସ୍ୟା କରେ ଏ ପୃଥିବୀରେ, ତାହେଲେ ବି ଭଗବାନ ବର ଦେବା ପାଇଁ ଆସିବେ ରେ। ରାକ୍ଷସ ଗୋଟେ ଯଦି ଠିକ୍ରେ ତପସ୍ୟା କଲେ ନା, ଭଗବାନ ତାକୁ ବର ଦିଅନ୍ତି, ତୁମେ ଜାଣିଥିବ।
ଆଉ ଗୋଟେ ମଣିଷ ଯଦି ଠିକ୍ରେ କାମ କଲା ଭଗବାନ ବି ତା ମେହନତକୁ ଅଟକେଇବେନି, ଅଟୋମେଟିକାଲି ଦେବା ପାଇଁ ବାଧ୍ୟ ହେବେ। ନିଜ ପରିଶ୍ରମର ଫଳ ଦିନେ ନା ଦିନେ ମିଳେ, ଅପେକ୍ଷା କରିବା ପାଇଁ ପଡ଼େ। ଆଉ ଲୋକମାନେ କହନ୍ତି ଭାଇ ତୁମେ କେଉଁ ମାଇକ୍ ୟୁଜ୍ କରୁଛ, କମେଣ୍ଟ କରୁଥିଲେ ପିଲା। ଦେଖ ଭାଇ ମୁଁ କିଛି ମାଇକ୍ ୟୁଜ୍ କରୁନି, এইটা ମୋର ଅରିଜିନାଲ୍ ଭଏସ୍, এইଟା ମୋର ଅରିଜିନାଲ୍ କ୍ୟାମେରା, ଏଇଥିରେ ହିଁ ମୁଁ ସୁଟ୍ କରୁଛି, ଏଇଥିରେ ମୁଁ ଏଡ଼ିଟ୍ କରୁଛି, ଏଇଥିରେ ମୁଁ ସବୁ କରୁଛି। ଯଦି ଆଗକୁ କିଛି ଜାଣିବାର ଅଛି ଭାଇ, ସେଟିଂ ଅଛି କେମିତି କ'ଣ କରାଯାଏ, ଭିଡ଼ିଓ ବ୍ଲଗିଂ କରାଯାଏ, ମୋତେ ପର୍ସନାଲି କମେଣ୍ଟ କର, ଫଲୋ କର, ଭାଇକୁ ଟିକେ ଗ୍ରୋ କରାଅ। କାହିଁକିନା ତୁମେ ଜାଣିଛ ଆମେ ହେଲୁ ଗାଁ ଗହଳି ପିଲା, ଶାଗ ଭାତ ଖାଇବା ଲୋକ। ଆମେ ବଡ଼ ସ୍ୱପ୍ନ ବି ଦେଖିଲେ ଲୋକ ହସିବେ, ମୁଁ କାହାକୁ କୁହେନି। ମୋ ଉପରେ ବି ଲୋକ ଆଜି ବି ହସୁଛନ୍ତି, କାଲି ବି ହସିବେ, ହେଲେ ମୁଁ ଭିଡ଼ିଓ ବନେଇବା ଛାଡ଼ିବିନି। ମୁଁ ମରିବା ଯାକେ ଭିଡ଼ିଓ ବନାଉଥିବି, ଯେତିକି ଦିନ ଯାକେ ବଞ୍ଚିଛି ରେଗୁଲାର ପୋଷ୍ଟ କରୁଥିବି। ମୋ ଭାଗ୍ୟ ହୁଏତ ମୋ କିସ୍ମତରେ କିଛି ନଥାଇପାରେ, ହେଲେ ମୋ ମେହନତ ଦିନେ ମୋ ଭାଗ୍ୟ ଆଉ କିସ୍ମତ ଦୁଇଟା ଯାକ ବଦଳାଇବା ପାଇଁ ବାଧ୍ୟ ହେବ, ରାଇଟ୍। ଜୟ ଜଗନ୍ନାଥ। ଆଜିର ବ୍ଲଗ୍ ଏଇଠି ଶେଷ କଲି। ସମସ୍ତେ ଭଲରେ ରୁହ, ଖୁସିରେ ରୁହ। ବାଏ ବାଏ।